ছি କଣ ହେଇଛି ଆଲିସା ତୁ ଟେନସନ ଜଣା ପଡୁଛି କଣ ହେଇଛି ତୋର ଜିଜୁ ମୁଁ ଫସି ଯାଇଛି ଜିଜୁ ମୁଁ ଫସି ଯାଇଛି ଆରେ କଣ ହେଇଛି ତ କହ ଜିଜୁ ସେଇ ଆଦିବାସୀ ଫୁଲ ହଦୁ ଅରୁଣକୁ ଭଲ ପାଉଛି ବୋଲି ଘରେ ସମସ୍ତେ ଜାଣି ସାରିଲେ ଏବେ ମୋ ଅବସ୍ଥା କଣ ହବ ମୁଁ ସେ ଘରେ ରହିପାରିବିନି टेंशन नहीं लो छुआ टेंशन लेने का नहीं टेंशन देने का है जदी से तुझे बाहर कर देले तू डरू छु काहेंगे अगर डरिवार की जिनाइबा तो नालीटा मरी गले दिन ठारू वो भी एका है जाईसी तते देश को बाहर कर देबे ताले मु तते वाहेबी जीजू ए जीजू मु बड़ा बड़ लोक हेबी बड़ लोक हेबा स्वप्न कौन स्वप्न रे रही जीव हेलो मु भी बड़ लोग है সেই আলিশান বাংলার একমাত্র উত্তরাধিকারী আমি মো সেমিনে প্ল্যান করি সারিছি এই আলিশা তো খালি অপেক্ষা কর দিন আসিব মু হেবি রাজা আর তু হবু রানী আরে সেই ঘর তোর বেডিং পত্র বাঁধিব পাবু দৌড়িয়া আলো তো সাবান পত্র ସବୁ ধরি ମୋ ପାଖକୁ ଆସନ୍ତା କାଲି ଆମର ବାହାଘର ହବ ଆଉ ସତରେ ଜିଜୁ ମତେ ବହୁତ ଖୁସି ଲାଗୁଛି ଖୁସି ଲାଗିବ ରେ ବାବୁ ଭାରି ଖୁସି ହବୁ ନା ମୁଁ ତ ଆଉ ଥରେ ବାହା ହେବି ମୁଁ କେତେ ଥର ବାହା ହେବି ଆଉ ଯେତେ ଥର ବାହା ତ ହବୁ ଆଉ ଡେରି କାହିଁକି ଆଜ୍ଞା ଆପଣଙ୍କର ତ ସେଟିଂ ଫାଟିଂ ହେଇଗଲା ଏ ମତେ ହେଲେ ଗୋଟେ ସେଟିଂ କରିଦେଲେ ପାଣିକି ଛଟି ଆଜ୍ଞା ଆପଣଙ୍କର ତ ସେଟିଂ ଫାଟିଂ ହେଇଗଲା ହେଲେ ମତେ ଗୋଟେ ସେଟିଂ କରିଦେଲେ ହେଇନନ୍ତା ଏ କାଣି ଚଟିଟା ହେଲେ ଚଳିବ କଥାରେ ନାହିଁ ଯା ନ ହେଇଛି ବାଳୁ ତ କାଳେ ତା କି ହବ ପାଚିଲା ବାଳେ ଶଳା ବୁଢା ବେଳୁ ତୁ ବାବୁ ଛାଡବେ ତୁ କଣ ଭାବୁଛୁ ଆଲିସାକୁ ମୁଁ ନେଇ ସଂସାର କରିବି ଭୁଲ ବୁଝୁଛୁ ତୁ ଲାଲ ଖେଳ ରାହୁଲ ଖେଳ ସବୁଠେ ଚାଲେ ମୋ ପାଲା ମୋରି ପାଇଁ ସବୁ ଝାମେଲା ଆଗକୁ ଦେଖ ମୁଁ କେମିତିକା ଖେଳ ଖେଳୁଛି ହେଲେ ସେଇ ଶାଳିଟା ବାବା ପାଇଁ ଛଟପଟ ହଉଛି ସିଏ ବାବା ପାଇଁ ଛଟପଟ ହବ ଆହୁରି ଛଟପଟ ହେବାକୁ ଦେବେ ଲାଲା ବାବୁ ଏ ଅମରେନ୍ଦ୍ର ମାଝୀ ଏ ମାସରେ ଟଙ୍କା ଆଣିବାକୁ ଲେଟ୍ କରୁଛି ନା ଅମରେନ୍ଦ୍ର ମାଝୀ ମତେ ଫୋନ କରିଥିଲା ଆଉ କିଛି ସମୟ ପରେ ଟଙ୍କାଟା ଆସି ପହଞ୍ଚିବ ସମୟରୁ ଯଦି ଟିକେ ଏପଟ ସେପଟ ହେଲେ ଏଇ ଲାଲା ମାରେ ନଚେତ ମରେ ଅମରେନ୍ଦ୍ର ବାବୁ ନମସ୍କାର ଆପଣ ମୋ ଦୂରରେ ଧନ୍ୟବାଦ ଆଜ୍ଞା ମୋର ଦରକାର ନାହିଁ ଏଇ ନିଅ ଟଙ୍କା କେତେ ଆଜ୍ଞା ସଦରେ ଅମରେନ୍ଦ୍ର ବାବୁ ଫିକ୍ସ ଟାଇମରେ ଟଙ୍କା ଦେଇଥିବାରୁ ଆଉ ଥରେ ନମସ୍କାର ଧନ୍ୟବାଦ କେତେ ଦିନ ଏମିତି ଚାଲିଥିବ ଯେତେଦିନ ଆପଣ ବଞ୍ଚିଥିବେ ସେତେଦିନ ମୋତେ ଟଙ୍କା ଦଉଥିବେ ଆପଣ ଦଉଥିବେ ମୁଁ ନଉଥିବି ଯୋଉଦିନ ଟଙ୍କା ଦେବାଟା ବନ୍ଦ ହେଇଯିବ ସେଇଦିନ ଆପଣଙ୍କ ନିଶ୍ୱାସ ବି ବନ୍ଦ ହେଇଯାଇପାରେ ଟଙ୍କା ମିଳିଗଲା ଭେରି ଗୁଡ୍ ଆଜି ଗୋଟେ ଇଂଲିଶ କଥା କହିଲେ ବଢିଆ ସଦରୀ ଅମରେନ୍ଦ୍ର ବାବୁ ଏମିତି ବେଳେ ବେଳେ ଆସିଲେ ଟିକେ ଇଂଲିଶ କହୁଥ ଆଉ 10 ଲକ୍ଷ ଟଙ୍କା ଲାଗେ ଦଉଥ ଆସୁଛି ଗଲାବେଳେ ଆଉ ଥରେ ଦୂରରୁ ନମସ୍କାର ହରାମ ଜାଗାକୁ ଟଙ୍କା ଦେବା ଅପେକ୍ଷା ନିଜକୁ ନିଜ ମର୍ସିଆସ କରିଦେବାଟା ଭଲ ହବ ହଁ ମୁଁ ଆତ୍ମହତ୍ୟା କରି ମରିଯିବାଟା ହିଁ ଭଲ ବାପା ଆପଣ ସେ ଲାଲ ମୁସାଦକୁ କାହିଁକି ଟଙ୍କା ଦେଉଥିଲେ ଟଙ୍କା ଆରେ କି ଟଙ୍କା କଥା କହୁଛୁ ମିଛ କହୁଛି ବାପା ମୋର ନିଜ ଆଖିରେ ଦେଖିଛି ଆପଣ ଆକାଶରୁ ଟଙ୍କା ସେ ଲାଲ ମୁସାଦକୁ ଦେଉଥିବାର ଓରୁ ମୁଁ ଗୋଟେ ବହୁତ ବଡ ମାୟା ଜାଲରେ ପଡିଯାଇଛି ରେ ଦିନେ ଲାଲା ବସନ୍ତ ତା ନିଜ ସ୍ତ୍ରୀକୁ ମାରି ଦେଇଥିଲା ଆଉ ମୁଁ ଦେଖି ମେଡିକାଲ ନଉଥିବା ବେଳେ ସେ ମୋ ଫଟୋ ଉଠେଇଥିଲା ଆଉ ସେ ଫଟୋକୁ ପ୍ରମାଣ ସାଜି ମତେ ବ୍ଲାକମେଲ କରୁଛି ସେଥିପାଇଁ ମାସକୁ ମାସ 10 ଲକ୍ଷ ଟଙ୍କା ଦେବାକୁ ପଡୁଛି ବାପା ବ୍ଲାକମେଲ କରୁଛି ଭାଇ
ଆଲିସାକୁ ତୁ ବାହା ହେଇଛୁ ସେଇ ହଉଛି ଲାଲା ବସନ୍ତର ଶାଳୀ। ତାର ସ୍ୱାମୀ ବି ଅଛି, କିନ୍ତୁ ଲାଲା କଥାରେ ପଡି ସେ ମତେ ଭଲ ପାଉଥିଲା, କିନ୍ତୁ ଆମ ସମ୍ପତ୍ତି ପାଇବା ପାଇଁ ଆଲିସାକୁ ତମ ସହିତ ବାହା କରିଦେଇଛି। ଏ ଭଗବାନ, ଆମେ ଏତେ ବଡ ମାୟାଜାଳରେ ପଡି ଯାଇଛୁ। ବାପା ଆଉରେ ବହୁତ ସରି ଅତ୍ୟାଚାର ଆଉରେ ସବୁଦିନ ବସିଲେ ଲାଲା ବସନ୍ତକୁ ଆମ ରାସ୍ତାରେ ଉଠେଇବାକୁ ପଡିବ। ହଁ ବାପା, ଆମ ରାସ୍ତାରେ ଉଠେଇବାକୁ ପଡିବ। ଚାଲ ବାପା, ଚାଲୁ ତାଇ।